ଶଙ୍କରକୁ ଡାକିଲି। ଗାଡି ଗୁଡା କଣ ପାଇଁ ତୁ ଯା ଯା ଶୀଘ୍ର ଡାକେ। କଣ ହେଇଛି ମତେ କହୁନୁ ଶଙ୍କର କୁଆଡେ ଗଲେ କୁଆଡେ? ସେ ଗାଡିର ଦେହ ଭଲ ଲାଗି ସେ ମେଡିସିନ ଖାଇ ଶୋଇଛନ୍ତି ଶୋଇଛନ୍ତି। ହଁ ତୁ ତାର ବାବା ଯାହା କହିବାର ଅଛି ମତେ କୁହ ଉଠିଲ। ନାଇଁ ଗାଡି ଉଠି ପାରିବୁନି ମତେ କୁହ କଣ କଣ ତୁ କଣ ଯାହା କହିବା ତୁ ମତେ କୁହ ଶୁଣିବି ଯଦି ପାଦ ତଳ ମାଟି ଘୁଷିଯିବ। ମୋ ପାଦ ତଳୁ ଆଉ ଅଙ୍କଲ ବା କହୁଥିଲେ ଉପରୁ ପ୍ରେସର କରି ସେ କୃଷ୍ଣାକୁ ଆରେଷ୍ଟ କରିଛନ୍ତି। ସେ କଣ ଥାନାରେ ପୁଣି ଜଏନ୍ କଲାନି। ଏସପି ଟାକୁ ପୁଣି ଆମର ଥାନାରେ ପୋଷ୍ଟିଂ କରିଛି। ଗାଡି ଏ କଥା କହିଥିଲେ ତୁ ଉଠା ଶୀଘ୍ର। କିନ୍ତୁ ଗାଡି ମତେ ଅଲଗା ପ୍ରକାର କଥା କହିଲେ କଣ ଗାଡି କହିଲେ ଯାହା ତ କୃଷ୍ଣା ବାପା କହିବୁ ଭେଲେରିକି ଆରେଷ୍ଟ କରିବ ରହିଗଲ ଭାଇ ତୁ କହୁନୁ ତୋର ଆଉ ଡାଇଲଗ ନାହିଁ। ଡାଇଲଗ ନାଇଁ ଡାଇଲଗ ବା ଶେଷ ଆରେଷ୍ଟ ସଇଲାଣି ମାନେ ଆଉ କଣ ଅଛି କି ଆରେଷ୍ଟ? କିଏ ଆରେଷ୍ଟ ହେଲା ଭେଲେରି ଭୁଆ କିଶୋର ଛୁଆ ମୁଁ ଭେଲେରି ବୁଆ ମୁଁ ଆରେଷ୍ଟ ହେଲି। ଆଉ ଜାଣିଛୁ ମୋ ବାବଦରେ କଣ ହେଇଛି କି ତମ ବାବଦରେ ମୁଁ ଜାଣିଛି ବୋଲି ତ କହୁଛି କଣ ଜାଣିଛୁ? ତମ କଲେଜର ସବୁ 2 ନମ୍ବରୀ କାମ ଚାଲିଛି ମୋ କଲେଜରେ ହଁ 2 ନମ୍ବରୀ କାମ। ହଁ 1 ନମ୍ବର ଲୋକଟା ମୁଁ ସଂସ୍କାରୀ ମୁଦଟା ମୋ କଲେଜରେ 2 ନମ୍ବର କାମ ନା ଘୋଡ଼ା ହେଇପାରିବ। ସଂସ୍କାରୀ ଆଉ ତୁମର ସଂସ୍କାର ଅଛି ଭାଇ କୁଆଡ଼େ ଗଲା? ଦାଣ୍ଡରେ ଗଡ଼ିଲାଣି କିଏ ଗୋଡ଼େଇଲା? ଗଡ଼ିଲା ଗ୍ରାମବାସୀ ଗାଁ ମିଶିକି ଗୋଡ଼େଇଲେ। ମୁଁ ଗଡ଼େଇଲି। ଏକା ଘଣ୍ଟ ଭାଇ ମୁଁ କେମିତି ଗୋଡ଼େଇଲୁ? ଏମିତି ଗଡ଼େଇଲି ଯାହା ଆଙ୍କୁ କହିଲି ଆଉ ଯାହା ପଡ଼ିଲା ଅଙ୍କଲକୁ ଯାଇ କହିଛି। ବା ଗୋଡ଼ଉଛୁ ଏ ଦ୍ୱାର ସେ ଦ୍ୱାର ନୁହଁ। ମତେ ଗୋଡ଼େଇବା ପାଇଁ କିଏ କହିଲା? ମୁଁ କହିଛି ସୌମ୍ୟ ରାୟ କହିଛି। এটা কেউ ভঙ্গি করবে বহু পিঠা বুঝলি কেতবে দাঁত কামড়ি পড়ু কেতবে এই যাচ্ছে তত কি কইলা কোন কি গাওয়ালা কইলে তাকে কইবো সে তাকে কইবো তুমি এমনি কুয়া কুই ହେଇକି মতো অপরাধী করব মজবুত প্রমাণ কাই ପ୍ରମାଣ ମୁଁ ଦେବି। ଚନ୍ଦ୍ର ବୋଲନି କୋଉଠି ଥିଲ ଅଛି? ମୋ ଆଗରେ ତମେ ସବୁ କଥା କହିଛ। ମୋ ଆଗରେ କହିନି କଣ ଯାହା ସବୁ କରିଛ ତମେ ସବୁ କହିନି। ତତେ କହିବି ନା ତୁ ମୋ ମାଇ ପଟା ଗାଁ ମାନଙ୍କୁ କହିବି କାରଣ ମୁଁ ତତେ ସବୁ କଥା କହିଦେବି ତୁ ଯାଇ ସମସ୍ତଙ୍କ ଆଗରେ ସବୁ କଥା କହିଦେଇଛୁ। ଶାଢ଼ୀ ଠିକ ବେଳେ ଆସି ପହଞ୍ଚି ଯାଉଛି। କୁଆଡ଼େ ଆସିଥିଲ କୁଆଡ଼େ ବାଡ଼ି ବାଡ଼ି? ଆଉ ତ ତୁମ ଧର୍ମଟେ ଟିକେ କରିଥାନ୍ତି। ଧନ କିଏ? ମୋ କିରଣ ତୁମର କିଏ? ମୋ ସ୍ତ୍ରୀ ମୁଁ ତା ସ୍ୱାମୀ। ହଁ ନା କୋଉ ଦିନ? କହୁଥିଲୁ ତୁ ଜାଣିନୁ ନା ମୋର ତ କାହିଁ ମନ ପଡୁନି। ତୁ ପାଗିଳି ହେଇଗଲୁଣି। ନା ମୁଁ କାହିଁ ପାଗଳି ହେବି? ଆଉ କିଛି ସମୟ ଅପେକ୍ଷା କର ତମେ ପାଗଳା ହେଇଯିବ। କାଇଁ ମୋ ବାବା ତ ମୁଁ ଡିଭୋର୍ସ ଫାଇଲ୍ କରିସାରିଛି। କେବଳ ଗୋଟେ କଥା କହୁଥିଲି ତତେ ଡିଭୋର୍ସ କରୁଛୁ ନା ବେ হ্যাঁ ଆଜି ସିନ୍ଦୁର ଲଗେଇଛୁ ଡିଭୋର୍ସ କରିଦେବୁ ଖାଲି ସେତିକି ନୁହଁ ଆଉ କିଛି ସମୟ ବି ଅପେକ୍ଷା କର। ଖୁବ୍ ଶୀଘ୍ର ଆରେଷ୍ଟ ହେଇ ତମେ ଥାନାକୁ ଯିବ। ତାପରେ ଜେଲ ହବ। ତାପରେ ଯାହା ହୁଏ ବିଚାର ସେଇଆ ହେଇଯିବ ଆଉ କୋଣଟା ହବ କହୁନୁ? ଆସି କିଏ ଦବ? କିଏ ଦେବ? ଆମର ତ ମନକୁ ତମେ କିଏ ରାୟଟା କିଏ ଶୁଣେଇବ ଜାଣିନ ନା? ଏ ର ଜଜ ସାହେବ ଫାଶୀ ଦେବେ। ଜଜ ସାହେବ କିଏ ତ ଜେଜ ମୁଣ୍ଡ ଜମା ଖରାପ କରନା ତୁ ପୋଲିସ ବାଲି ତୁ ଏଣ୍ଡୁ ଦୌଡ଼ି ଦୌଡ଼ି ସିଝିବୁ ତାହେଲେ ଆରେଷ୍ଟ କରି ନେଇଯିବୁ ଗୋଟେ ରଖିପାରିବୁ ଘଣ୍ଟେ 2 ଘଣ୍ଟା ଯାଇଥିବ ପୁଣି ଆସିପାରିବୁ। ଆଉ ଯୋଉ କୋର୍ଟ କାଟଗଣା ଜଜ ଫାଶୀ କଥା କହିଲୁ ବିନା ପ୍ରମାଣରେ କଣ ଜଜ ମତେ ଫାଶୀ ଦବ? ପ୍ରମାଣ ଦେବେ। ପ୍ରମାଣ ଦବ କି? କେତେ ପ୍ରମାଣ ଦେବେ? ରୋଟି ବସିବୁ ନା ନାଇଁ କୁହ କଣ କହିଲୁ ପ୍ରମାଣ ହଁ ପ୍ରମାଣ ପା ମୁଁ ନିଜେ ମୁଁ କଣ ଜାଣିନି ତୁ ହାତ ଦେଖି ଆଉଛୁ ମାନେ ପ୍ରମାଣ ଦବ ଆଉ ମୋର ଆଖି ଆଗରେ ତୁ 3-3ଟା ଲୋକଙ୍କୁ ମାରିନୁ ଆଉ ଜାଣି ନା ଜଜ ପଚାରିଲେ ମୁଁ କହିବି ତମେ ଏଇ 3ଟାକୁ ମାରି ଜାଣିଛ ସମାଳେ ଆଉ ଗଳି ପଶି 3ଟା ଦେଖି ଦେଇଛ ନାଇଁ ଆଚ୍ଛା ତମେ କହିଲେ ତମକୁ ଏଠିକି ମୁକୁଳେଇଲା ଆସିଲ କେମିତି? କିଏ ମୁକୁଳେଇଲା? ଭଗବାନ କିଏ? ଭଗବାନ ଭଗବାନ ହଁ ଆଚ୍ଛା ଚିହ୍ନିପାରିଲୁ ଭଗବାନ କିଏ କିଏ କହନି ନା ତୋ ମୁଣ୍ଡରେ ପଶିବନି କିଏ ସେ? ଭଗବାନ ମୁଁ ଶୋଇଛି ହଠାତ୍ ସ୍ୱପ୍ନ ଦେଖିଲି ଘର ଆଲୁଅ ହେଇଗଲା ହଁ ମୋ ହାତ ଗୋଡ଼ ସବୁ ଖୋଲିଗଲା ବୁଝିଲେ କି ମୁଁ ସ୍ୱପ୍ନରେ ସେ ମୋତେ ପଚାରୁଛନ୍ତି ତୁ କ'ଣ ଚାହୁଁଛୁ କେମିତି ଖୁସି ହବୁ ମୁଁ କହିଲି ପ୍ରଭୁ ନା ତୋ ପୁଅ ମରିବାଟା ତୁ ଆଖିରେ ଦେଖିଲେ ଖୁସି ହବୁ
ମୁଁ କହିଲି ହଁ ଆଜ୍ଞା ନା ଦୌଡ଼ିକି ଯା ତୋ ପୁଅ ଏବେ ମରିବ ଭଗବାନ ତାଙ୍କ ଆଡେ କହିବି ତାଙ୍କ ଆଡୁ ସେ କହିଲେ ସ୍ୱପ୍ନରେ କହିଲେ ତୋ ପୁଅ ଏବେ ମରିବ ଦୌଡ଼ିକି ଯା ସ୍ୱପ୍ନରେ ତମେ ଚାହୁଁଛ ମୁଁ ମରିଯାଏ ତ ବାଉଳି ହେଉଥିବ ଆଉ କଣ ମୁଁ ଗୋବର ପାଣି ଥୋଇକି ଆସିଛି କାଇଁ ତୁ ମଲେ ମୁଁ ମୋ ଘରେ ପକେଇବି ଆମେ ତ ଚାହୁଁଛୁ ମରିନୁ କାହିଁକି ନା ତମେ କାହିଁ ଚାହିଁବ ଭଗବାନ ଚାହିଁଛନ୍ତି ସ୍ୱପ୍ନରେ କହିଛନ୍ତି ନା ମରିଗଲୁ ତେଣୁ ମରିବା ପୂର୍ବରୁ ମୁଁ ଦି ଚାରିଟାକୁ ମାରିଦେଇ ମରିବି ହଁ ମାରିଦବୁ ବାପାକୁ ମାରିଦେ ନା କାହିଁ ମାରିବି କାହିଁ ବାପାକୁ ମାରିଲେ ମୋ ସଂସ୍କାରରେ ଆଣିছে ଆହା ସେ କ'ଣ ମୁଁ କରିବି ମାରିବି ନା ତତେ ମାରିଲେ ନାଇଁ ପକାଉ କରିବି ଚାନ୍ସ ନାହିଁ କାହାକୁ ମାରିକି କ'ଣ କରିବି ପିଲୋ ଶାଳି ଆସ 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 ହ୍ୟାଲୋ ହଁ ବାକି ଚାଲିଲା ଆଚ୍ଛା ସରୋଇ ବାପା ମୋର କହୁଛନ୍ତି ଭଗବାନ ଚାହୁଁଥିଲେ ଗୋଟେ ମୁଁ ମରିଯିବା ପାଇଁ ତାମାନେ ମରିବାଟା ଫାଇନାଲ ଫାଇନାଲ ମରିବି ହଁ ଦେଖି ଗୋଟେ ଅଟକୁ ନା ବେ କିଏ ଅଟକେଇବନି ଅଟକେଇବ ସେ ମରିବ ଯେତେବେଳେ ବୁଝିଛ ସରୋଇ ମୁଁ ତ ମରିବି ଏକୁଟିଆ ଗଲେ ମୋତେ ଡର ମାରିବ ଆମେ 4-5 ଜଣ ହବ ସାଙ୍ଗସାଥି ହେଇ ଯିବା ତେଣୁ କାହାକୁ ମାରିବି ଫାଷ୍ଟ ମୁଁ ଭାବୁଛି ମୁଁ ମରିବି ନା ତମକୁ ମାରିଲେ ସେ ରାଗ ମୁଁ ଶୁଣିବି ତମେ ସେ ରାଗ ମୁଁ ମୋର ସେ ରାଗ ବୁଲିଲେ ତମର ଠିକ ଅଛି କିନ୍ତୁ ତମକୁ ମାରିବିନି ବାପାକୁ ମାରିବିନି ଆମକୁ ମାରିବିନି ମତେ ମାରିବ ନା ତୁ ବାଳୁଆ ତ କାହିଁ ମାରିବିନି ନା ମୁଁ ବାଳୁଆ ତ ତୁ ବାଳୁଆ ଚାକି ହେଇ ମାରିବିନି ତୁ ବାଳେଇ ତୋର କ'ଣ କହୁଛି ତତେ ମତେ ମାରିଲେ ମୋ ଭଉଣୀଟା ରାଣ୍ଡ ହେଇଯିବ ସେ ଭୁଲ କରିବିନି ଅଙ୍କଲ ଆପଣଙ୍କୁ ମାରିଦେବି ନା ଆପଣଙ୍କୁ ମାରିବି ଗୋଟେ ଜୋକ୍ କରିଦେଲି ନା ଆମେ ଗୋଟେ ପାର୍ଟି ବନେଇବା ଆପଣ କହିଛନ୍ତି ନା ପ୍ରଥମେ ମାରିବି ମୋ ଶାଳୀକି କାହିଁକିନା ମୋ ଶାଳୀ ହେଉଛି ମୋ ପାଇଁ ମା କାଳୀ ଲୋ ମା ଦେଖା ଏ ଭୁଆ ମାଉଜର ଗୁଡ଼ି କେହି ଆସୁନା ମୁଁ ଏକୁଟିଆ କରିଦେଉଛି ବିଦ୍ୟାଳୟ ସତ କହିଲେ ଭଳିଆ ଭିଡ଼ିଓ ଦେଖିଛ ବିଦ୍ୟାଳୟ ପେଣ୍ଡାଲ ଟାକି ଦୌଡ଼ି ଯୁଗ ହେଲା ଭଲ ଭାବରେ ଜାଣିଛି ବୋଲି ଦୌଡୁଛି କାହିଁକି ଦୌଡୁଛି ଏଇଆ ଜାଣିଛି ମୁଁ ଯେତେ ବାଟ ଦୌଡ଼ିକି ଗଲେ ବି ଆଇନର ହାତ ବହୁତ ଲମ୍ବା ଆଇନ ପାଖରେ କେହି ଛାଡ଼ ପଡ଼ିବେନି ରେ ବାବା ଶାଶୁମା ଓ ଶାଶୁମା ତମେ ଆଉ ଗୋଟେ ଆର୍ଟିଷ୍ଟ ବାକି ଦେଲ ତା ଗୋଟେ ବଢିଆ ବେଳେ ଆସିଛ ବର୍ତ୍ତମାନ ଜ୍ୱାଇଁ ପୁଅ ମରିବ ଝିଅ ତମର ରାଣ୍ଡ ହବ ହଁ ସେ ନଣ୍ଡା ଅଛି ନା ଗଲା ଦେଖ ନଣ୍ଡା ଯାଇ ନଗଲେ ସାଙ୍ଗ ହେଇକି ଯିବାର ମୁଁ ସଂସ୍କାରୀ ମଦୁଆ 10 ବର୍ଷ ଧରିକି ବୁଲୁଥିଲି ଫୁଟେଇ ନଥିଲି ଲାଷ୍ଟ ଟାଇମ୍ ଆଜି ଫୁଟେଇଛି ମାନେ ଖାଲି ଫୁଟିବ ସଂସ୍କାରୀ ମଦୁଆ ସଂସ୍କାରରେ ଆଞ୍ଚ ଆସିଛି ବିନା ସଂସ୍କାରରେ ସେ ବଞ୍ଚି ପାରିବନି ତେଣୁ ମୋ ନିଜ ମାଉଚରେ ମୋ ନିଜକୁ ନିଜେ ସୁଟ୍ କରିଦଉଛି अच्छा तो